नमस्कार सार मैंने आज आम चाइल्ड डेवलपमेंट पेडागोजीर यूनिट 2 रो पार्ट 3 पढ़ा। शिक्षण ହେଉଛି ଏକ ସାମାଜିକ ପ୍ରକ୍ରିୟା। ପରିବାର ଓ ଶିକ୍ଷଣ ପ୍ରକ୍ରିୟା। ଗୋଟିଏ ଶିଶୁ ତାର ପ୍ରଥମ ଶିକ୍ଷଣ ଆରମ୍ଭ କରେ ପରିବାର ଓ ପରିବେଶରୁ। ପରିବାରରେ ପିତାମାତା, ଭାଇ ଭଉଣୀ, ଅଜା ଆଈ ଓ ଅନ୍ୟମାନଙ୍କ ଗହଣରେ ରହିବା ଫଳରେ ସମସ୍ତ କାର୍ଯ୍ୟ ଜାଣିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ କାର୍ଯ୍ୟରେ ସହଯୋଗ କରି ଅନେକ ଶିକ୍ଷା ଲାଭ କରିଥାଏ। ସେମାନଙ୍କର ଆଦର୍ଶରେ ଅନୁପ୍ରାଣିତ ହୁଏ ଓ କାର୍ଯ୍ୟଧାରାକୁ ଲକ୍ଷ୍ୟ କରି ନିଜେ ନିଜକୁ ଚିହ୍ନେ ଓ ନିଜର କର୍ତ୍ତବ୍ୟ ସମ୍ପାଦନ କରେ। ପରିବାରରୁ ଯାହା ଶିକ୍ଷା କରେ ତାହା ହେଉଛି ପ୍ରଥମ ଶିକ୍ଷା ଓ ମା ହେଉଛନ୍ତି ପ୍ରଥମ ଶିକ୍ଷକ। ପରିବାରରୁ ଶିକ୍ଷଣର ସୂତ୍ର ପାଏ, ତାହା ଭବିଷ୍ୟତ ଗଢ଼ିବାରେ ସାହାଯ୍ୟ କରେ। କିନ୍ତୁ ପାରିବାରିକ ଓ ସାମାଜିକ ପରିବେଶରୁ ଶିକ୍ଷା ପାଇଁ ଯଥେଷ୍ଟ ହୋଇନଥାଏ, ଯାହା ଫଳରେ ସେହି ଶିକ୍ଷାର ନିର୍ଦ୍ଦିଷ୍ଟ ଦିଗ୍ଦର୍ଶନ ନଥାଏ। ଶିକ୍ଷଣର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ପାଇଁ ସୁପରିକଳ୍ପିତ ବାତାବରଣ ପ୍ରୟୋଜନ। ଶିକ୍ଷାର ସମସ୍ତ ଉପକରଣ ମଧ୍ୟ ସେ ଅନୁଷ୍ଠାନମାନଙ୍କରେ ଉପଲବ୍ଧ ହୋଇଥାଏ। ଆଧୁନିକ ଜୀବନର ଜଟିଳତା ତଥା ଜ୍ଞାନର ବିସ୍ଫୋରଣ ଏବଂ ବର୍ତ୍ତମାନ ସମାଜର ଚାହିଦା ଯୋଗୁଁ ଶିକ୍ଷଣ କାର୍ଯ୍ୟ ବିଦ୍ୟାଳୟ ଉପରେ ନ୍ୟସ୍ତ ହୋଇଅଛି। ବିଦ୍ୟାଳୟ ଶିକ୍ଷଣ ପ୍ରକ୍ରିୟା। ବିଦ୍ୟାଳୟ ଏକ ସାମାଜିକ ଅନୁଷ୍ଠାନ। ବିଦ୍ୟାଳୟରେ ଶିକ୍ଷଣର ସମସ୍ତ ସୁବିଧା ସୁଯୋଗ ସୃଷ୍ଟି ହୋଇଥାଏ। ପ୍ରଥମେ ପିଲାଟି ବିଦ୍ୟାଳୟକୁ ଆସି ଅପରିଚିତ ପରିବେଶରେ ସେ ଅସୁବିଧାର ସମ୍ମୁଖୀନ ହୁଏ। ପ୍ରଥମେ ପିଲାମାନେ ବିଦ୍ୟାଳୟର କଟାକଟି କନ୍ଦାକଟା କରନ୍ତି, କିନ୍ତୁ ଧୀରେ ଧୀରେ ସେମାନେ ବିଭିନ୍ନ ବର୍ଗ ଓ ପ୍ରକୃତିର ପିଲାମାନଙ୍କ ସହିତ ମିଳିମିଶି ଚଳିବାରେ ଅଭ୍ୟସ୍ତ ହୋଇଯାଆନ୍ତି। ବିଦ୍ୟାଳୟ ଏକ ଅନୁଷ୍ଠାନ ହିସାବରେ ଜଣେ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ, କିରାଣୀ, ପିଅନ ଇତ୍ୟାଦି ଥାଆନ୍ତି। ସମସ୍ତଙ୍କ ମିଳିତ ଚେଷ୍ଟାରେ ବିଦ୍ୟାଳୟର ବାତାବରଣ ଶିକ୍ଷଣ ପାଇଁ ଖୋରାକ ଯୋଗାଏ। ସମସ୍ତେ ନିଜ ନିଜର ପିଲାମାନଙ୍କ ଶିକ୍ଷଣ ପାଇଁ କର୍ତ୍ତବ୍ୟ ସମ୍ପାଦନ କରନ୍ତି। ଶ୍ରେଣୀଗୃହ ଏକ ମିଳିତ ଶିକ୍ଷା ପରିବେଶ। ଶିକ୍ଷକ ଶ୍ରେଣୀଗୃହରେ ଶିକ୍ଷାଦାନ ସମୟରେ ବିଭିନ୍ନ ପ୍ରକାର ପ୍ରଣାଳୀ ଅବଲମ୍ବନ କରି ଶିକ୍ଷାଦାନ କାର୍ଯ୍ୟ ସମ୍ପାଦନ କରନ୍ତି। ଶିକ୍ଷା ଉପକରଣ ବ୍ୟବହାର ଫଳରେ ଶିକ୍ଷାଦାନ ଅଧିକ ଫଳପ୍ରଦ ହୁଏ। ଏଥିରେ କେବଳ ଯେ ଶିକ୍ଷକଙ୍କର ଭୂମିକା ରହିଛି ତାହା ନୁହେଁ, ଶିକ୍ଷାର୍ଥୀଙ୍କର ମଧ୍ୟ ଅଧିକ ଭୂମିକା ଦେଖାଯାଏ। ଶ୍ରେଣୀ ଶିକ୍ଷଣ ଏକ ସାମାଜିକ ବାତାବରଣ ମଧ୍ୟରେ ଅଗ୍ରସର ହୁଏ। ବିଦ୍ୟାଳୟରେ ବିଭିନ୍ନ ପ୍ରକାର ଶୈକ୍ଷିକ କାର୍ଯ୍ୟ ମାଧ୍ୟମରେ ଶିକ୍ଷାଦାନ ଅଧିକ ଫଳପ୍ରଦ ହୋଇଥାଏ। କେବଳ ଯେ ଶିକ୍ଷଣ ପ୍ରକ୍ରିୟା ଶ୍ରେଣୀଗୃହ ଓ ବିଦ୍ୟାଳୟରେ ତାହା ନୁହେଁ, ବିଦ୍ୟାଳୟ ବାହାରେ ତଥା ଖେଳ ପଡ଼ିଆରେ ଶିକ୍ଷା ଭ୍ରମଣ, ବଣଭୋଜି ଆଦିରେ ଶିକ୍ଷଣ କ୍ରିୟା ପରିଲକ୍ଷିତ ହୁଏ। ବିଦ୍ୟାଳୟ ପରିବେଶ, ଶିକ୍ଷକ, ସହପାଠୀ ତଥା ବିଭିନ୍ନ କାର୍ଯ୍ୟକ୍ରମ ଶିଶୁକୁ ଆକର୍ଷିତ କରେ ଓ ପ୍ରଭାବିତ କରେ। ଧୀରେ ଧୀରେ ପିଲାଟିର ସାମାଜିକୀକରଣ ହୁଏ। ସେ ସାମାଜିକ ମୂଲ୍ୟବୋଧ ଶିକ୍ଷା କରେ। ଜନ୍ ଡୁଇଙ୍କ ମତରେ ବିଦ୍ୟାଳୟ ଏକ କ୍ଷୁଦ୍ର ସମାଜ। ସାମାଜିକ ସମସ୍ତ ବୈଶିଷ୍ଟ୍ୟ ବିଦ୍ୟାଳୟ ମଧ୍ୟରେ ବିଦ୍ୟମାନ। ବିଦ୍ୟାଳୟରେ ବିଭିନ୍ନ ପରିବାର, ଜାତି, ଧର୍ମ ତଥା ବର୍ଗର ପିଲାମାନଙ୍କ ସହିତ କ୍ରିୟା ପ୍ରତିକ୍ରିୟା ମାଧ୍ୟମରେ ଶିକ୍ଷାର୍ଥୀ ପରସ୍ପର ସହିତ ଭାବ ବିନିମୟ କରିବାର ସୁଯୋଗ ପାଆନ୍ତି। ତେଣୁ ବିଦ୍ୟାଳୟ ହେଉଛି ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଧାରକ ଓ ବାହକ। ବିଦ୍ୟାଳୟ ଶିକ୍ଷଣ ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କୁ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ଅବହିତ କରାଯାଏ। ବ୍ୟକ୍ତି ସମାଜର ଅଙ୍ଗବିଶେଷ ଏବଂ ବ୍ୟକ୍ତିର ବିକାଶରେ ସମାଜର ବିକାଶ ହୋଇଥାଏ। ବ୍ୟକ୍ତି ଶିକ୍ଷା ବଳରେ ତା'ର ଆଚରଣ ଓ ଚରିତ୍ରରେ ପରିବର୍ତ୍ତନ ଆଣେ, କାରଣ ଶିକ୍ଷା ଏକ ପ୍ରକାର ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥାଏ। ବ୍ୟକ୍ତିର ସଦାଚାର ତଥା ସତ କହିବା, ଅନ୍ୟର ମଙ୍ଗଳ କାମନା କରି ଚୋରି ନ କରିବା ଇତ୍ୟାଦି ସାମାଜିକ ସଦାଚାର। ଏହି ସଦାଚାର ଗୁଡ଼ିକର ଶିକ୍ଷଣର ଫଳ ଓ ଶିକ୍ଷଣୀୟ ମଧ୍ୟ। ଆଉ କେତେକ କୁଶିକ୍ଷା ମଧ୍ୟ ରହିଛି, ତାହା ସାମାଜିକ ଆଚରଣ ଅନ୍ତର୍ଗତ ନୁହେଁ। ତେଣୁ ସାମାଜିକ ଆଚରଣ ଶିକ୍ଷା ହିଁ ପ୍ରକୃତ ଶିକ୍ଷଣ। ତେଣୁ ଏହି ସମସ୍ତ ବିଷୟକୁ ବିଚାରକୁ ନେଲେ ଶିକ୍ଷଣ ଏକ ସାମାଜିକ ପ୍ରକ୍ରିୟା କହିଲେ ଭୁଲ ହେବ ନାହିଁ। ବିଦ୍ୟାଳୟର ନୈତିକ, ଆଧ୍ୟାତ୍ମିକ, ଧର୍ମ ସମ୍ବନ୍ଧୀୟ ଶିକ୍ଷା ଦ୍ୱାରା ଶିକ୍ଷାର୍ଥୀମାନେ ଭଲ ମନ୍ଦ, ପାପ ପୁଣ୍ୟ ପ୍ରଭେଦ କରିପାରନ୍ତି ଓ ସତ୍ୟ ଶିବ ସୁନ୍ଦରକୁ ଉପଲବ୍ଧି କରନ୍ତି। ୟୁନିଟ୍ 4 ମୁଖସ୍ଥକରଣ ଶିକ୍ଷଣ, ଅର୍ଥପୂର୍ଣ୍ଣ ଶିକ୍ଷଣ। ଶ୍ରେଣୀଗୃହରେ ଶିକ୍ଷା ଦୁଇ ଭାଗରେ ବିଭକ୍ତ ହୋଇଥାଏ: ମୁଖସ୍ଥକରଣ ଶିକ୍ଷଣ, ଅର୍ଥପୂର୍ଣ୍ଣ ଶିକ୍ଷଣ। ମୁଖସ୍ଥକରଣ ଶିକ୍ଷା ଯାନ୍ତ୍ରିକ ଉପାୟ ଶିକ୍ଷାର ଅନ୍ତର୍ଗତ। ଏହି ଶିକ୍ଷାରେ ବିଷୟବସ୍ତୁ ଗୁଡ଼ିକ ଯାନ୍ତ୍ରିକ ଉପାୟରେ ମୁଖସ୍ଥ କରାଯାଇ ଶିକ୍ଷା କରାଯାଏ। ଏହି ଶିକ୍ଷଣରେ ସାଧାରଣତଃ ବିଷୟବସ୍ତୁ
ବିଷୟବସ୍ତୁକୁ ନ ବୁଝି ଘୋଷି କରି ଶିକ୍ଷାର୍ଥୀ ମନେ ରଖିଥାଏ। ମୁଖସ୍ଥ କରି ପ୍ରତ୍ୟେକ ଶବ୍ଦ ଓ ବିଷୟବସ୍ତୁକୁ ମନେ ରଖି ଏହି ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ। ଏହା ଏକ ଯାନ୍ତ୍ରିକ ଉପାୟ। ପରୀକ୍ଷାରେ ସ୍ୱାଭାବିକ ଛାତ୍ର ତଥା ମନ୍ଥର ଗତି ଛାତ୍ରଛାତ୍ରୀମାନେ ମୁଖସ୍ଥ କରିଥିବା ବିଷୟବସ୍ତୁକୁ ମନେ ପକାଇ ପରୀକ୍ଷାରେ ଲେଖନ୍ତି। ମୁଖସ୍ଥ କରିଥିବା ପାଠ ଅନେକ ସମୟରେ ମନେ ପଡ଼େ ନାହିଁ। ତେଣୁ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଲେଖି ନ ପାରି ହତାଶ ହୁଅନ୍ତି। ମୁଖସ୍ଥ କରିଥିବା ପାଠ ଦୀର୍ଘ ସମୟ ପର୍ଯ୍ୟନ୍ତ ମନେ ରୁହେ ନାହିଁ। ଅନୁଭୂତି ଆଧାର ଜନିତ ପାଠ ଓ ଆଗ୍ରହାନ୍ୱିତ ପାଠ ଦୀର୍ଘ ସମୟ ପର୍ଯ୍ୟନ୍ତ ମନେ ରହେ। କିନ୍ତୁ ଅନେକ ସମୟରେ ମନେ ନ ପଡ଼ିଲେ ନିଜ ମନକୁ କିଛି ଲେଖି ହୁଏ ନାହିଁ। ଏଥିରେ ନିଜସ୍ୱ କିଛି ନଥାଏ। ଏହା ଅଭ୍ୟାସ ଉପରେ ନିର୍ଭର କରେ ଓ ଏହା ମସ୍ତିଷ୍କର କ୍ଷମତା ଉପରେ ନିର୍ଭର କରେ। ଦୁର୍ବଳ ମସ୍ତିଷ୍କ ଯୋଗୁଁ ଏପରି ବ୍ୟବହାର ହେଉଥିଲେ ମନେ ରହେ ନାହିଁ, ନହେଲେ ଭୁଲିଯାଏ। ଦୁର୍ବଳ ମସ୍ତିଷ୍କ ଯୋଗୁଁ ଏପରି ସମ୍ଭବ ହୋଇଥାଏ। ମୁଖସ୍ଥକରଣ ଶିକ୍ଷଣର ଯେତିକି ସୁବିଧା ସେତିକି ଅସୁବିଧା ମଧ୍ୟ। ମୁଖସ୍ଥକରଣ ଶିକ୍ଷା ଉପରେ କେତେକ ଟିପ୍ପଣୀ ମଧ୍ୟ ଦେଇଥାନ୍ତି। କଥାରେ ଅଛି, ଚିର୍ ଚେରା ବେଗ ଚିରା, ଚିର୍ ବେଗା ବେଗ ବେଗା। ଯେଉଁ ପାଠ ଶୀଘ୍ର ମନେ ରଖନ୍ତି ତାହା ଶୀଘ୍ର ଭୁଲି ଯାଆନ୍ତି। ଯେଉଁ ପାଠ ମନେ ରଖିବା ପାଇଁ ସମୟ ଲାଗେ ତାହା ଦୀର୍ଘ ସମୟ ପର୍ଯ୍ୟନ୍ତ ମନ ଭିତରେ ରହିଥାଏ ଏବଂ ଦରକାର ପଡ଼ିଲେ କାର୍ଯ୍ୟକାରୀ ହୁଏ। ବ୍ୟବହାର ହେଉଥିଲେ ମନେ ରହେ, କିନ୍ତୁ ବ୍ୟବହାର ନହେଲେ ସହଜରେ ଭୁଲି ହୋଇଯାଏ। ଏହା ଶିକ୍ଷଣର ଏକ ନିୟମ। ଅର୍ଥପୂର୍ଣ୍ଣ ଶିକ୍ଷଣ। ଅର୍ଥପୂର୍ଣ୍ଣ ଶିକ୍ଷଣ ବିଷୟ ଆତ୍ମୀକରଣ, ମାନସିକ ସ୍ୱୀକୃତି ଓ ମାନସିକ ସ୍ତରରେ ତାତ୍ପର୍ଯ୍ୟପୂର୍ଣ୍ଣ ଅଟେ। ଏହି ଶିକ୍ଷଣ ସହଜ ଅଟେ। ଏହି ଶିକ୍ଷଣ ଦ୍ୱାରା ବିଷୟବସ୍ତୁ ସହଜରେ ବୋଧଗମ୍ୟ ହେବା ସଙ୍ଗେ ସଙ୍ଗେ ଅନେକ କ୍ଷେତ୍ରରେ ବ୍ୟବହାର କରିବା ପାଇଁ ସହଜ ହୋଇଥାଏ। ଅର୍ଥପୂର୍ଣ୍ଣ ଶିକ୍ଷା ଶିକ୍ଷଣ ବସ୍ତୁର ପ୍ରକୃତି ସ୍ୱରୂପ ଓ ପରସ୍ପର ଉପରେ ନିର୍ଭର କରେ। ଉଦାହରଣ ସ୍ୱରୂପ, କମଳା ଳାମକ, ପୋଷାକ ସାପକ, ବଲ୍ ଲବ, କୁକୁର ରକୁକୁ, ରବର ରରବ, ଟେବୁଲ ବୁଟେଲ, ଆଲମିରା ମିଆଲରା। ଉପରେ ଦିଆଯାଇଥିବା କ ଖ ଯେଉଁ ଉଦାହରଣ ଦିଆଯାଇଛି ତାହା ସହଜ ଓ ଶିକ୍ଷଣୀୟ। କରେ ଦିଆଯାଇଥିବା ଉଦାହରଣରେ ପ୍ରତ୍ୟେକ ଶବ୍ଦର ଅର୍ଥ ରହିଛି। ଏହି ଶବ୍ଦଗୁଡ଼ିକ ଶ୍ରୁତିମଧୁର ଅଟେ। ଦୈନନ୍ଦିନ ଜୀବନରେ ଏଗୁଡ଼ିକ ସହ ଆମେ ପରିଚିତ। ଏଗୁଡ଼ିକ ଆମେ ଶୁଣୁ, ଦେଖୁ। ତେଣୁ ଶବ୍ଦଗୁଡ଼ିକ ସହଜରେ ମନେ ରଖି ବୁଝି ହୁଏ। କିନ୍ତୁ 0.1 ବା ଖରେ ଦିଆଯାଇଥିବା ପ୍ରତ୍ୟେକ ଶବ୍ଦ ଅର୍ଥହୀନ ଓ ଅସଙ୍ଗତ। ତେଣୁ ଅର୍ଥହୀନ ଓ ଅସଙ୍ଗତ ଶବ୍ଦ ମଧୁର ନୁହେଁ ଓ ଶ୍ରୁତିକଟୁ ଅଟେ। ତେଣୁ ଅର୍ଥହୀନ ଅସଙ୍ଗତି ଶବ୍ଦ କଠିନ ଓ ଅବରକାରୀ। ତେଣୁ ଶିକ୍ଷଣକୁ ଅର୍ଥପୂର୍ଣ୍ଣ କରିବା ପାଇଁ ଶିକ୍ଷକ ଶିକ୍ଷଣ ବିଷୟବସ୍ତୁକୁ ସେହି ଅନୁସାରେ ଶିକ୍ଷଣରେ ସ୍ଥାନ ଦେବେ। ଯାହାର ଅର୍ଥ ଥିବ ତାହା ହୃଦୟସ୍ପର୍ଶୀ ମଧ୍ୟ ହେବ। ମାନସିକ ସ୍ତରରେ ସେହି ଶିକ୍ଷା ଦୀର୍ଘସ୍ଥାୟୀ। ବର୍ତ୍ତମାନ ଆମର ୟୁନିଟ୍ 2ର ପାର୍ଟ 3 ଓ ପାର୍ଟ 4 ମଧ୍ୟ ସରିଲା। ଏହାପରେ ଆମେ ପାର୍ଟ 4 ପଢ଼ିବା, ଯେଉଁଟାକି ହେଉଛି ଶିକ୍ଷଣକୁ ପ୍ରଭାବିତ କରୁଥିବା ଉପାଦାନ। ସେ ପର୍ଯ୍ୟନ୍ତ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।